ମୁଁ ଗୋଟେ ଛୋଟ କଥା କହିବି, ଅଭାବରୁ ସ୍ୱଭାବ ନଷ୍ଟ। ଆପଣ ଅନୁଭବ କରିଥିବେ ଆପଣଙ୍କ ସମୟରେ ବା ଆମ ସମୟରେ ପିଲାମାନେ ଯେଉଁମାନେ ପଢ଼ୁଥିଲେ ତାଙ୍କ ପେଟରେ ଭୋକ ଥିଲା, ସେମାନେ ଅହରହ ପରିଶ୍ରମ କରୁଥିଲେ, ବାପା ମାଆଙ୍କର ଯଦି ସମ୍ମାନ ଥିଲା, ଗୁରୁଜନଙ୍କର ଯଦି ସମ୍ମାନ ଥିଲା ଏବଂ ମନ ଭିତରେ ଏମିତି ଗୋଟେ ଜିନିଷ ଥିଲା, ଚେଷ୍ଟା କରୁଥିଲେ କେମିତି ବି ହେଉ ଯେ ଆମେ ପରିବାରର ସମ୍ମାନକୁ କେବେ ତଳକୁ ଆଣିଦେବା ନାହିଁ। କିନ୍ତୁ ଏବେକାର ଯେଉଁ ପିଲା ନା ଯେଉଁ ଶିକ୍ଷକ ମାନେ ଦେଉଛନ୍ତି ବା ଯେଉଁ ଶିକ୍ଷା ବିଦ୍ୟାଳୟମାନଙ୍କରେ ଦିଆଯାଉଛି, ମୋତେ ଲାଗୁଛି ସେଠି କିଛି ପୁନର୍ବାର କିଛି ଯୋଜନା କରିବାର ଅଛି, ଯେଉଁଠିକି ଆମର ମାନବିକ ମୂଲ୍ୟବୋଧର ଶିକ୍ଷା ବା ଗୁଣାତ୍ମକ ଶିକ୍ଷାର କୌଣସି ଜାଗାରେ କମିଛି। ଆମ ସମୟରେ ବାପା ମା ବେଶୀ ପାଠ ପଢ଼ିନଥିଲେ, କିନ୍ତୁ ଏବେ ଯେଉଁ ବାପା ମା ଅଛନ୍ତି ବହୁତ ପାଠ ପଢ଼ିଛନ୍ତି। ସେମାନେ ଗୋଟିଏ ଗୋଟିଏ ଛୁଆ ସନ୍ତାନ ଜନ୍ମ ଦେଇଛନ୍ତି, କିନ୍ତୁ ଆମେ ଦେଖୁଛେ ଆମ ସମୟରେ ବାପା ମା ମାନେ 6ଟାରୁ 12ଟା ପର୍ଯ୍ୟନ୍ତ ପିଲାମାନେ ଜନ୍ମ ଗ୍ରହଣ କରୁଥିଲେ, କିନ୍ତୁ ସେ ପିଲାମାନଙ୍କୁ ସଂସ୍କାର ଥିଲା, ବିଚାର ଥିଲା, ବ୍ୟବହାର ଥିଲା, ଭଲ ପିଲାମାନେ ଭଲ ବାହାରୁଥିଲେ। କିନ୍ତୁ ଏବେକାର ପିଲାମାନଙ୍କୁ ଆପଣ ଦେଖନ୍ତୁ, ଗୋଟିଏ ଛୁଆ ଜନ୍ମ ହୋଇଛି ଗୋଟିଏ ପରିବାରରେ ବା 2ଟା ଛୁଆ ମ୍ୟାକ୍ସିମମ୍, କିନ୍ତୁ ନା ବାପା ମା ସେ ପିଲାମାନଙ୍କୁ ସଂସ୍କାର ଦେଇପାରୁଛନ୍ତି, ନା ବିଚାର ଦେଇପାରୁଛନ୍ତି, ନା ବ୍ୟବହାର ଦେଇପାରୁଛନ୍ତି। ଏବଂ ଏଇ ଯେଉଁ ସଂସ୍କାର ବିଚାର ଆଉ ବ୍ୟବହାର ସେମାନେ ଦେଇପାରୁନାହାନ୍ତି, ସେଥିପାଇଁ ସେମାନେ ବର୍ତ୍ତମାନ এই ପରିବେଶରେ ଆମେ ଗୋଟେ ଜିନିଷ ଲକ୍ଷ୍ୟ କରୁଛୁ ଯେ ଧୀରେ ଧୀରେ ସେ ଯେଉଁ ଲୋକମାନଙ୍କର ଯେଉଁ ରହିବା ଦରକାର ଦିଗ, ପିଲାମାନଙ୍କୁ କେମିତି ଭଲ ଢଙ୍ଗରେ ଆମେ ସଂସ୍କାର ଦେବା, କେମିତି ଭଲ ବିଚାର ଦେବା, କେମିତି ଭଲ ବ୍ୟବହାର ଦେବା, ସେ ଜିନିଷଟା ଘଟି ପାରୁନାହିଁ। ତେଣୁ ମୁଁ କାହିଁ ଭାବୁଛି ଯେ ବର୍ତ୍ତମାନ ଯଦି ବାପା ମା ଏବଂ ବରିଷ୍ଠମାନେ କନିଷ୍ଠମାନଙ୍କୁ ଠିକ୍ ଢଙ୍ଗରେ ନ ନେବେ, ସମାଜର ଅଧପତନ ଘଟି ଚାଲିଛି ଏବଂ ଘଟିବ। କାରଣ ଆମ ସମୟରେ ବାପା ମାଆଙ୍କୁ ଆମେ ଭୂମିଷ୍ଠ ପ୍ରଣାମ କରୁଥିଲୁ ଏବଂ ମୋର ମନେ ପଡ଼ୁଛି ଆମ ଅଜା ଆଈ ଯଦି ବସିଥିବେ ଆମେ ସେଇ ବାଟେ ଯାଉନଥିଲୁ ଏବଂ ପୁରା ନତମସ୍ତ ହୋଇକି ପୁରା ପ୍ରଣାମ କରୁଥିଲୁ। ଏବଂ ଏବେକାର ଯେଉଁ ପିଲା ନା ବାପା ମାଆଙ୍କୁ ପ୍ରଣାମ କରୁଛନ୍ତି, ଗୁଡ଼୍ ମର୍ଣ୍ଣିଂ କହୁଛନ୍ତି। ଏଇ ଯେଉଁ ଭାବର ପରିବର୍ତ୍ତନ ଘଟିଛି ବା କଥାର ପରିବର୍ତ୍ତନ ଘଟିଛି, ମୋତେ କାହିଁ ଲାଗୁଛି ସେଇଥିପାଇଁ ହୁଏତ କୌଣସି ଲୋକ ପାଖରେ ସମ୍ମାନର ମୂଲ୍ୟବୋଧ ସେ ବୁଝୁନାହିଁ ଏବଂ ଗୋଟେ ଗୁରୁଜନକୁ କେମିତି ସମ୍ମାନ ଦେବା ସେ କଥା ସିଏ ଶିଖୁନାହିଁ। ଯଦି ଗୋଟେ ଚେୟାରଟେ ଅସଜଡ଼ା ହୋଇ ପଡ଼ିଛି, ସେ ଚେୟାରଟାକୁ ବାପା ଯଦି ମନେକର ଗଲା ପରେ ସେ ଚେୟାରଟାକୁ ସଜାଡ଼ିକି ରଖିପାରୁନାହିଁ, ତାହେଲେ ସେ ଶିକ୍ଷାର ମୂଲ୍ୟ ନାହିଁ। ଯଦି ଗେଟ୍ଟେ ଖୋଲା ପଡ଼ିଛି, ମୋ ବାବା ସ୍କୁଟର ନେଇକି ଯାଉଛନ୍ତି, ମୁଁ ଯଦି ସେ ଗେଟ୍ଟାକୁ ବନ୍ଦ କରୁନାହିଁ, ତାହେଲେ ସେ ଶିକ୍ଷାର ମୂଲ୍ୟ ନାହିଁ। ମୁଁ ଯଦି ସନ୍ଧ୍ୟାବେଳେ ମୋ ମାଆର ଦେହ ଖରାପ ଅଛି ଚଉରାମୂଳେ ସଞ୍ଜ ଦେଉନାହିଁ, ତାହେଲେ ସେ ଶିକ୍ଷାର ମୂଲ୍ୟ ନାହିଁ। ଯଦି ମୋ ବାପାଙ୍କର ଦେହ ଖରାପ ଅଛି, ମୁଁ ହସ୍ପିଟାଲରେ ରହିବା ପାଇଁ ମୋ ପାଖରେ ସମୟ ନାହିଁ, ତାହେଲେ ମୋର ସେ ଶିକ୍ଷାର ମୂଲ୍ୟ ନାହିଁ। ଏବେ ବି ସମୟ ଆସିଛି, ମନୁଷ୍ୟ ପଇସା ରୋଜଗାର କରୁଥିବା ମେସିନ୍ ପରିବର୍ତ୍ତେ ଯଦି ଗୋଟିଏ ଭଲ ମାନବ ହେବା ପାଇଁ ଚେଷ୍ଟା କରନ୍ତା ଏବଂ ବାପା ମାଆଙ୍କର ଆଶୀର୍ବାଦ ନେଇ ସମାଜର ପରିବର୍ତ୍ତନ କରିବା ପାଇଁ ଅହରହ ଚେଷ୍ଟା କରନ୍ତା, ତାହେଲେ ମନୁଷ୍ୟର କେବେ ଦୁଃଖ ବା କ୍ଷୁଧା ରହନ୍ତା ନାହିଁ। ଗୋଟେ ପ୍ରଶ୍ନ ଆସୁଛି, ପାଠ ପଢ଼ୁଥିଲା ଆଗରୁ ଜ୍ଞାନ ଅର୍ଜନ କଲେ, କିନ୍ତୁ ଏବେ ପାଠ ପଢ଼ୁଛନ୍ତି ଖାଲି ଟଙ୍କା ପିଛା ଧରୁଛନ୍ତି। ଆଜ୍ଞା, ଆପଣ ଯେଉଁ ପ୍ରଶ୍ନଟି ପଚାରିଲେ ଠିକ୍ କଥା। କାରଣ ବାପା ମା ମାନେ ପଡ଼ିଶା ଘର ଲୋକକୁ ଦେଖିକିରି ପିଲାର ମୁଣ୍ଡ ଭିତରେ ଗୋଟେ ଟଙ୍କା ତିଆରି କରୁଥିବା ମେସିନ୍ କେମିତି ତୁମେ ହେବ କମ୍ ଦିନ ଭିତରେ, ସେଇ ଜିନିଷଟାକୁ ପିଲାର ମୁଣ୍ଡ ଭିତରେ ଭର୍ତ୍ତି କରିଦିଆଯାଉଛି। ତେଣୁ ପିଲା ସ୍ୱାର୍ଥପର ହୋଇଯାଉଛି ଛୋଟବେଳଠାରୁ। ନା ସିଏ ଦାଦା, ନା ସିଏ ଖୁଡ଼ି, ନା ସିଏ ଅଜା, ନା ସିଏ ଜେଜି, ନା ସିଏ ଆଈ, କାହାକୁ ପଚାରିବା ପାଇଁ ତା ପାଖରେ ସମୟ ନାହିଁ। ଆଗରୁ 100 ଟଙ୍କାରେ ଆମ ବାପା 100ଟା ପରିବାରକୁ ବୁଝୁଥିଲା ବେଳେ ଆମେ 50,000 ଟଙ୍କା ରୋଜଗାର କରୁଥିଲା ବେଳେ ମଧ୍ୟ 50ଟା ପରିବାର ତ ଦୂର କଥା, ଗୋଟିଏ ପରିବାର କଥା ବୁଝିପାରୁନାହୁଁ। କାହିଁକି ବୁଝିପାରୁନୁ? କାରଣ ଆମର ସଂସ୍କାରରେ ଏବଂ ଆମର ବିଚାରଧାରାରେ ପରିବର୍ତ୍ତନ ହେଉଛି ଏବଂ ମାନବିକ ମୂଲ୍ୟବୋଧରେ ଆମର ପରିବର୍ତ୍ତନ ଘଟିଛି, ଆମର ଚିନ୍ତାଧାରାରେ ପରିବର୍ତ୍ତନ ଘଟିଛି। ଆମେ ବର୍ତ୍ତମାନ ଭାବିବା ପାଇଁ ମଧ୍ୟ ଆମ ପାଖରେ ସମୟ ନାହିଁ। ତେଣୁ ସେଥିପାଇଁ ଆଜିକାର ଯେଉଁ ପିଲାମାନେ ସବୁ ବାହାରୁଛନ୍ତି, ସେ ପିଲାମାନେ ଭାବି ପାରୁନାହାନ୍ତି ଭୁଲ କେଉଁଟା ଠିକ୍ କେଉଁଟା ଏବଂ ସେମାନେ ଗୋଟେ ରେସ୍ରେ ଅଛନ୍ତି। ଯଦି ବାପା ଗୋଟେ କଥା କହିଲେଣି, ମା ଗୋଟେ କଥା କହୁଛନ୍ତି, ସେ ଯେହେତୁ ବାପା ମାଆଙ୍କର କଥା ପରିବାରରେ ସାମଞ୍ଜସ୍ୟ ରହୁନାହିଁ, ତେଣୁ ପିଲାମାନଙ୍କର ମଧ୍ୟ ତାଙ୍କର ଚାରିତ୍ରିକ ଗଠନରେ ମଧ୍ୟ ପରିବର୍ତ୍ତନ ଘଟୁଛି। ଏବଂ ଆଜି ମୁଁ ଯାହା ଦେଖୁଛି, ବାପା ମା ବିବାହିତ ହେଲା ପରେ ମଧ୍ୟ ଏକ୍ସଟ୍ରା ମ୍ୟାରିଟାଲ୍ ଆଫେୟାର୍ସ ମଧ୍ୟ ରଖୁଛନ୍ତି, ଯେଉଁଟା ମଧ୍ୟ ପିଲାର ପ୍ରଭାବ ମଧ୍ୟ ପଡ଼ୁଛି। ଆଉ ଗୋଟେ କଥା ବି ମୁଁ କହିବି, ଆଗରୁ ଯେମିତି ବାପା ମା ମାନେ ତାଙ୍କର ପିଲାମାନଙ୍କ ପାଇଁ ସମୟ ଦେଉଥିଲେ, ସେ ଏବେକାର ବାପା ମାଆଙ୍କ ପାଖରେ ପିଲାମାନଙ୍କ ପ୍ରତି ସମୟ ନାହିଁ। ତେଣୁ ପିଲା ଯେତେବେଳେ ସମୟ ପାଇଲା ନାହିଁ, ସେ ଖୋଜିଲା ଆଉ ଗୋଟେ ସଙ୍ଗୀ, ଯେ କେମିତି ମୁଁ ସମୟ ଦେବି। ସେଇଟା ନିଶା ହେଇପାରେ, ସେଇଟା ନଶା ବି ହେଇପାରେ, ସେଇଟା ଗୋଟେ ନାରୀ ବି ହେଇପାରେ। ଆଶୀର୍ବାଦ ଜିନିଷ ଆପଣଙ୍କର ଆଶୀର୍ବାଦ, ବାପା ମା ଆଶୀର୍ବାଦ ମିଳେ, ଆଶୀର୍ବାଦର ଅର୍ଥ କ'ଣ? ଆଶୀର୍ବାଦର ଅର୍ଥ ହେଉଛି, ଦେଖନ୍ତୁ, ଆପଣ ଯଦି କିଛି କାମ କରୁଛନ୍ତି, ଯଦି ଗୋଟେ ଆତ୍ମାକୁ ଆପଣ ଶାନ୍ତି ଦେଇପାରୁଛନ୍ତି ଏବଂ ସେ
आत्मा जो शांति पाउची से शांति आत्मारू गोटे आपणक प्रति गोटे आहा शब्द आसे जो आहा शब्द आसे से आहा शब्दटा आपण प्रति आशीर्वाद रूप निए एवं तार अर्थ होची ईश्वरंकर जो शक्तिटा आपणक उपरे सेटा ईश्वरंकर शक्ति उपरे पड़ता है से आपण को लोक मैंने भल पाती और लोक मैंने आपण को प्रतिष्ठा को नियंती आज्ञा तेणु से जिनपाई मुझे जे सब बापा माँ आशीर्वाद रहा निहाती आवश्यक।